ଜାଣନ୍ତି ଆଜି ହେଉଛି ମକର ସଂକ୍ରାନ୍ତି ମାନେ ଗୁଡ଼ି ଉଡ଼େଇବାର କେମିତି ଗୋଟେ ମଜା ମସ୍ତି ଥାଏ। କିନ୍ତୁ ଏଠି ଜୟ ଜଗନ୍ନାଥ ପୁଣି ଏକ ନ୍ୟୁ ବ୍ଲଗକୁ ଆପଣମାନଙ୍କୁ ୱେଲକମ୍। ଯାଇକି ଆଜି ହେଉଛି ମକର ସଂକ୍ରାନ୍ତି। ଆମର ଏଇ ସାଇଟ୍ର ଗୋଟେ ପୂଜା ହେଉଛି ଯାହା ଗଙ୍ଗା ପୂଜା। ଆପଣଙ୍କୁ ଗଙ୍ଗା ପୂଜା ମୁଁ ଦେଖାଇବା ପାଇଁ ଏବେ ଯିବି, ମୁଁ ବି ଦେଖିବି ଆପଣମାନଙ୍କୁ ଦେଖିବି। ଏବେ ଚାଲନ୍ତୁ। ଏବେ ମୁଁ ମୋ ଦିଦି ସାଇକେଲ ନେଇକି ଏଇ ଯେ ଯେଉଁ ସର୍ଟ ଭିଡ଼ିଓରେ କହିଥିଲି ନା ଜାତୀୟ ରାଜପଥ, ଏଇ ଜାତୀୟ ରାଜପଥ ଦେଇକି ଏବେ ଯିବି। ଆଉ ଗୋଟେ କଥା ହେଇକି ଯେ ମାନେ ଆପଣଙ୍କୁ ସର୍ଟ ଭିଡ଼ିଓରେ ମୁଁ ଦେଖିଥିବି ଏଇ ଯେ ସବୁ ସାଇଟ୍ର ଦେଖୁଛନ୍ତି କେତେ ସବୁଜ ଭଳିଆ ଦିଶୁଥିଲା। ଏବେ ଦେଖନ୍ତୁ ଶୀତ ଦିନ ସବୁ ଫାଙ୍କା ହେଇଗଲାନି ଆଗକୁ, ଆଉ ବହୁତ ମାନେ ମଇଳା ଟିଆର କ'ଣ ଗଛ ସବୁ ଦେଖାଯାଉଛି। ମୁଁ ଆଗକୁ ଗଲେ ଦେଖାଉଛି ଆପଣମାନଙ୍କୁ। ଏ ଦେଖନ୍ତୁ ପୁରା ଫାଙ୍କା ହେଇଗଲାନି, ଦେଖନ୍ତୁ ପୁରା ସବୁଆଡ଼େ ଫାଙ୍କା ହେଇଗଲାନି ସବୁ। ଦେଖନ୍ତୁ ପୁରା ସବୁ ଗଛ ପତ୍ର କାଟି ହେଇଛି, ପୁରା ଫାଙ୍କା ସବୁଆଡ଼େ। ଯେଠି ଯେ ପୂଜା ହଉଛି ସେଠି ଆଉ କମ୍ ବାଟ ଦେନେ ଆମେ ପହଞ୍ଚିଯିବା। ଏଇ ଯେ ସବୁ ବିଲ ଦେଖିଥିଲି ନେକ୍ସଟ ବ୍ଲକରେ ଦେଖିଥିଲି, ସବୁ ଦେଖନ୍ତୁ ଏବେ ଫାଙ୍କା ହେଇଛି। ଏବେ ପାଣି ଦେଖନ୍ତୁ ପୁରା ଚାଲିଛି, ଦେନେ ତଳି ଉପଡ଼ିକି ଏବେ ରୁଆଯିବ। ତେବେ ଆଉ ମାତ୍ର କମ୍ ବାଟ। ସେଠି ବେଶ ହେଉଛି ମାଇକ୍ ବାଜୁଛି, ଭିଡ଼ିଓ କରିହେବ କି କରିହେବନି ଜଣା ନାହିଁ, କପିରାଇଟ୍ ବାଜିବାରେ। ଫାଇନାଲି ମୁଁ ଏଠି ଆସି ପହଞ୍ଚିଗଲି। ଦେଖନ୍ତୁ ଆଗରେ ଡେକୋରେସନ୍ ବି ହେଇସାରିଲାନି। ଏବେ ରାତିର ଲାଇଟ୍ ଜଳିଲେ ଟିକେ ଭଲ ଦିଶିବ। ସବୁ ଦୋକାନ ବି ବସିଗଲାନି। ଏପଟ ମାନେ ଆଜି ଗୋଟେ ସଭା କାର୍ଯ୍ୟ ହେବ, ସେଥିପାଇଁ ସବୁ ଡେକୋରେସନ୍ ହେଇସାରିଛି। ଏପଟ ଦେଖନ୍ତୁ ଗଙ୍ଗା ମାତା ମାନେ ପୂଜା ହେଇନାହିଁ, ରାତିର ଘଟ ଉଠିବ। ଘଟ ଉଠି ସାରିଲେ ଏବଂ ପୂଜା ହେବ। ଦେଖିପାରୁଛନ୍ତି ପୁରା ଦୋକାନ ଫୋକାନ ଏବେ ବନ୍ଦ ଅଛି ସବୁ। ପୂଜା ହବ ଆପଣଙ୍କୁ। ଏଠାରେ ଆଜି ହେଉଛି ପୂଜା ଏବଂ ଆଜି ହେଉଛି ସଭା ବସିବ, ଗୋଟେ ସଭା କାର୍ଯ୍ୟ ଆଲୋଚନା ହେବ। ତାପରେ ନେକ୍ସଟ ଯାତ୍ରା ଅଛି, ଏଇଭଳିଆ କ'ଣ ଅଛି, ଆଉ କିଛି ମେଳା ଫେଳା ବସିବ। ମୁଁ ଆପଣମାନଙ୍କୁ ଏଇ ପୂଜା ନେକ୍ସଟ ଭିଡ଼ିଓରେ କେବେ ଆପଣମାନଙ୍କୁ ସେୟାର କରିବି। ତେବେ ଚାଲନ୍ତୁ ଏଠାରେ ଯିବା। ଜାଣନ୍ତି ଆଜି ହେଉଛି ମକର ସଂକ୍ରାନ୍ତି ମାନେ ଗୁଡ଼ି ଉଡ଼େଇବାର କେମିତି ଗୋଟେ ମଜା ମସ୍ତି ଥାଏ। କିନ୍ତୁ ଏଠାରେ ପିଲାମାନେ କେହି ନାହାନ୍ତି, ମାନେ ଗୁଡ଼ି ଉଡ଼େଇବାର ମଜା ହିଁ ଆସୁନାହିଁ। କ'ଣ କରିବା, ନେକ୍ସଟ ଦିନକୁ ଏଠି ପୁରା ପୂଜା ସରିଯାଇଥିବ ଏବଂ ମେଳା ଫେଳା ସବୁ ବସିଯାଇଥିବ, ଆପଣମାନଙ୍କୁ ଦେଖେଇବି। ତେବେ ଆଜିକା ପାଇଁ ଭିଡ଼ିଓ ଏଇଠି ମୁଁ ଏଣ୍ଡ କରିନି, ପୁଣି ଆପଣଙ୍କ ସହ ଦେଖା।